ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୀବନୀରୁ କଥାରେ ଅଛି, ମା ନାହିଁ ଯାହାର ସାହା ନାହିଁ ତାହାର। ବାଳକ ବ୍ରଜମୋହନ ମାତ୍ର 6 ବର୍ଷର ବାଳକ ହୋଇଥିବା ସମୟରେ ବାପା ମା ଆଗ ପଛ ହୋଇ ଆରପୁରକୁ ଚାଲିଗଲେ। କଥାରେ ଅଛି, ଅରକ୍ଷିତକୁ ଦୈବ ସାହା, ଅରକ୍ଷିତ ଯିଏ ବେସାହାରା। ବ୍ରଜମୋହନଙ୍କୁ ସୃଷ୍ଟିକର୍ତ୍ତା ଭଗବାନ କୋଚିଲା ଦେଇ ମାଧ୍ୟମରେ ବେସାହାରା ପିଲାଟିକୁ ସାହାରା ଦେଲେ। ବ୍ରଜମୋହନ ନିଜ ବାପା ମାଙ୍କ ଠାରୁ ଯେଉଁ ଆଦର ଯତ୍ନ ସ୍ନେହ ସହାଗ ପାଇବା କଥା ତାହା କୋଚିଲା ଦେଈଙ୍କ ଠାରୁ ପାଇ ମା ନଥିବାର ଦୁଃଖକୁ ଭୁଲି ଯାଇଥିଲେ। କୋଚିଲା ଦେଇ ମଧ୍ୟ ବ୍ରଜମୋହନଙ୍କୁ ଯାଇ ପୁଅ ବୋହୂଙ୍କର ଅକାଳରେ ମୃତ୍ୟୁବରଣ ଯନ୍ତ୍ରଣାକୁ ଭୁଲି ଯାଇଥିଲେ। ପ୍ରତିଦିନ ସକାଳେ ଓ ସଞ୍ଜରେ କୋଚିଲା ଦେଇ ଭଗବାନଙ୍କୁ ପ୍ରାର୍ଥନା କରି କହନ୍ତି, ହେ ଭଗବାନ, ବାପା ମା ଛେଉଣ୍ଡ ଅନାଥ ବ୍ରଜମୋହନଙ୍କୁ ତମେ ଦୟା କର, ତାକୁ ଆୟୁଷ ଦିଅ, ସେ ଦୀର୍ଘକାଳୀ ହଉ।